ଏସବୁ ପାଇଁ ପଠେଇଥିଲେ ନା? ଠିକ ସମୟରେ ଆସି ପହଞ୍ଚି ଯାଇଛ। ଏଥର ଆଉ ସେ ନାଁଟା ରହିବନି। ମାନେ ଟେନସନ କରିଥିବା ସେ ହାତର ନାଁଟାକୁ ଏସିଡ ପକାଇ ସବୁଦିନ ପାଇଁ ଲିଭେଇ ଦେବି। ଭୁଲ କରେନି ବାବୁ, ତାଙ୍କ ହାତଟା ନଷ୍ଟ ହେଇଯିବ। ନଷ୍ଟ ହେଇଯାଉ, ତା ହାତରେ ମନୁ ନାଁଟା ଦେଖି ମୁଁ ପାଗଳ ହେଇଯାଇଛି, ପାଗଳ। ଏ ବାବୁ ଭୁଲ କାମ କରେନି ବାବୁ, ଏପଟ ଭୁଲ କାମ କରନି। ସତ ହାତରେ ନାଁଟା ପାଇଁ ଆମର 2 ମାସ ହେଲା ତା ସହିତ କିଛି ସମ୍ପର୍କ ନାହିଁ। ମୁଁ ତାକୁ ଧରିବି, ତୁ ତା ହାତରେ ଏସିଡ ଢାଳିବୁ। ନାଇଁ ବାବୁ, ପାରିବିନି ବାବୁ। ସେ ମତେ ଧରିବା ଦରକାର ନାହିଁ, ମୁଁ ହାତ ଦେଖେଇ ଦଉଛି। ଏଇ ନିଅ ଏସିଡ ଢାଳି ଏଇ ନାଁଟାକୁ ଲିଭେଇ ଦିଅ। ନାଇଁ ବାବୁ, ନାଇଁ, ଏଇଟା ପକେଇଲେ ତମ ହାତଟା ନଷ୍ଟ ହେଇଯିବ, ତମ ଭାରି କଷ୍ଟ ହବ। ଏ କଷ୍ଟଟାରୁ ସେ କଷ୍ଟ ବହୁତ ଅଧିକରେ ମନୁ। ମୋ ସ୍ୱାମୀ ମତେ ଚରିତ୍ରହୀନା ବୋଲି କହୁଛନ୍ତି। ତାଙ୍କ ସତୀ ପଣିଆର ପରିଚୟ ଦେବା ପାଇଁ ମୁଁ ଏଇ ନାଁଟାକୁ ଲିଭେଇ ଦେବି। ମୋ ହାତରେ ସିଡାଳି ଏଇ ନାଁଟାକୁ ଲିଭେଇ ଦେ। ମୁଁ ତ ମାଲିକ, ମୋ ସାକ୍ଷର, ମୁଁ ଯାହା କହିବି ତୁ ତାହା କରିବୁ। ନାଇଁ ବାବୁ, ପାରିବିନି ବାବୁ। କାହିଁକି ପାରିବୁନି? ଆରେ ତତେ ତ ବାବୁ ଆଣିର ରାଣ। ତମ କାନ୍ଦ ଦୁନିଆର ଝିଅମାନେ ସବୁ ଶୁଣିବାର ଅଛି। ଯେଉଁମାନେ ପ୍ରେମ କରିବା ନିଶାରେ ବାହାଘର ପୂର୍ବରୁ ପ୍ରେମିକ ସହିତ ଫଟୋ ଉଠାନ୍ତି ଆଉ ପ୍ରେମିକର ନାଁକୁ ହାତରେ ଟାଟୁ କରି ଲେଖନ୍ତି। ବାହାଘର ପରେ ଏମିତି ମାଡ଼ ଖାଇବାକୁ ପଡ଼େ, ଏମିତି କାନ୍ଦିବାକୁ ପଡ଼େ। କାନ୍ଦ, ଆହୁରି ଜୋରରେ କାନ୍ଦ। ଭଲ ହେଲା ଏଇ ନାଁଟା ପାଇଁ ସବୁଦିନ ମାଡ଼ ଗଳାଉଥିଲ ନା? ଭଲ ହେଲା, ଲିଭିଗଲା ଆଜି। ତୁ ଭୁଲ କହିଲୁ ରେ ବନ୍ଧୁ। ତୋ ନାମ ହାତରେ ଲେଖା ହେଇଥିଲେ ସିନା ଲିଭି ଯାଇଥାନ୍ତା।
କହରା କି ଆରେ କଣ ହେଇଛି ମୋ ହାତରେ ଏସିଡ୍ ଢାଳି ମୋ ହାତଟାକୁ ନଷ୍ଟ କରିଦେଇଛନ୍ତି ଲୋ ଭାଇ। କିଏ ସେ ହରମଜାଦା ତାର ତୋର କହରା କି ତାକୁ ମୁଁ ମାରି ଶେଷ କରିଦେବି ଶେଷ କରିଦେବି ତମ ଭଉଣୀର ହାତଟାକୁ ମସିଟାଇ ନଷ୍ଟ କରିଦେଇଛି। ମିଛ ଆବେ କଥା। ତୁ ସବୁ ସତ ସବୁ ସତ। ତମ ଭଉଣୀ ମତେ ଧକ୍କା ଦେଇଛି ସେଥିପାଇଁ ତମ ଭଉଣୀର ହାତଟାକୁ ମସିଟାଳି ନଷ୍ଟ କରିଦେଇଛି। ତୁ ମୋ ଭଉଣୀର ଏତେ ବଡ଼ କ୍ଷତି କଲୁ ତୋତେ ଛାଡ଼ିବିନି ବେ ମାରି ଶେଷ କରିଦେବି ଏଇ ଦେଖ ନା ଭାଇ ନା ମାରନି ତାକୁ ତାର କିଛି ବି ଦୋଷ ନାହିଁ। କାହିଁକି ରେ ବନୁ ତୁ ସମସ୍ତଙ୍କ ଦୋଷକୁ ନିଜ ଉପରକୁ ନେଉଛୁ। ତୁ ଏଠାରୁ ଚାଲି ଯା ରେ ବନୁ ଚାଲି ଯା। ଚାଲିଯିବି ମୁଁ ଏତେ ଦୂରକୁ ଚାଲିଯିବି ଯେ ଜୀବନରେ ତୁ ମତେ କେବେ ଦେଖେଇ ପାରିବନି। ଚାଲିଯିବି ମୁଁ ଚାଲିଯିବି। ତାହେଲେ ଯାଉଛୁ କାହିଁକି ଚାଲି ଯା ଚାଲି ଯା। ना रातिर लगी ना लगी ना कागज लगी ना घर लगी जब ତୁ ତାକୁ କାହିଁକି ଛାଡ଼ିଦେଲୁ ଯାଉଛି ତାକୁ ମାରି ଶେଷ କରିଦେବି। କାହିଁକି ମାରିଦବ ଭାଇ କାହିଁକି ମାରିଦବ? କାହିଁକି ନା ତୋ ହାତକୁ ସେ ନଷ୍ଟ କରିଦେଇଛି। ସେ ନୁହେଁ ଲୋ ଭାଇ ମୋ ସ୍ୱାମୀ ଏସବୁ କରିଛି। କଣ କହିଲୁ ତୋ ସ୍ୱାମୀ ଯୋଗେଶ? ଓ ଭାଇ ତୋ ଭଉଣୀ ଭଲରେ ରହିବ ବୋଲି ତାଙ୍କ ସହିତ ମୋତେ ବାହା କରେଇଥିଲ ନା। ସେ ଆଜି ମୋର এই অবস্থা করেছে এই অবস্থা। ইয়ে ভগবান নাই রাখি নাই তু আর এটি রহিবা দরকার নাই। আরে চাল মো সহিত আরে চাল। এইটা পরে ମୋ ଶାଶୁ ଘର এই ଘର ଛାଡ଼ି ମୁଁ କୁଆଡ଼େ ଯିବିନି নাই রাখি পাৰিলে ଏଇଠି ବଞ୍ଚିବି পাৰিଲେ ଏଇଠି ମରିବି। নাই রাখি ହବ রাখি দিনে বাহারে স্বামী বদলে শয়তান হয়ে গলা
मोर संपर्क से बुद्धि न मारिला संदेह करे आदि कोन देला रही मरना जाई मरना कहा भरोसा करी मरना सब दिला ए दुनिया माया रे माया 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 ओरे मनुआ बुढ़ा झील जाइए झील देखा ए जाए पेरिलानी जे बाबा उड़ा कौटे मधुमेह गड़ुब आसीजनी अरे मनु मो झील से घरे भल अच्छे ना मद अच्छे से पते कथा शुणा मो भारी विकल होची रे हाँ बा हाँ जानकी ए जानकी ए बुढ़ाटा पहुँच गला तुम्हें आसीगल कहला कहला मो झील केमिति अच्छी से भलरे अच्छी तो से बहुत भलरे अच्छी एते सुना घोड़ा पी दी जे से उठिकी चली पारुनी हाँ से उठिकी चली पारुनी सतरे आउ ता देह पा भल अच्छी तो ता देहटा पा कथा शुणिले तमर छाती पाटी जीव लो जानकी तमर छाती पाटी जीव चाटी पाट जीव ए तुम हेमती कौन कहूच ना तुम किसी लुचाउच ए बापा बापा सत को आम गीता भल अच्छी तो को बापा आम गीता कौन भल अच्छी ना से माने जमा भल लोक नांती बोली तू केमिति जानिथिलु ए बापा माने तुम पो अरे मो पर कौन है अरे हटुकी गलु कहीं कह नहीं माने मुझे जानिले कि मुझे कही पारिबेनी मु हे जाए ताइले हमें कौन करिबा हम झील सेठी बहुत कष्ट अच्छे जानकी सब से माने ताको मारुछंती ता देह सारा रक्त जुड़ू बुड़ू है बिचारी उठी पारुनी कि बसई पारुनी ए बाबा ताइले मो जो केते कष्ट पाउती ना एसबू बापा दे मु कहूली ना से तुम भल लोक रुहति से बाहागर कर मो कथा शुणिल ना तू केमिति जानिथिलु से माने भल लोक नांती बोली बापा अरे मु तुम केते बुझेली से मनीष मर लोक जब भल लोक रुहे बोली तुम मो कथा शुणिल ना मो कथा যদি আউ যদি কিছু হয়ে যায় তাহলে আমি কোন করিবা
ଆରେ ଯୋଉଦିନ ଆମ ଝିଅ ମରିଯାଇଛି ବୋଲି ଖବର ଶୁଣିବା ସେଇଦିନ ଆମେ ସମସ୍ତେ ବିଷ ଖାଇ ମରିଯିବା। ଆମେ ବିଷ ଖାଇ ମରିଯିବା। বিবেক ভাই ভুল কাম করি সব সরি মুন্ড বিরি গালি সময় চলে যৌবন যায় সেই বাটে চালিবার কানে মার নাই হসি মার নাই কাহা হরি মার নাই সব উঠিলা এ দুনিয়া মায়া রে মায়া এ দুনিয়া মায়া রে মায়া এ দুনিয়া মায়া রে মায়া ତୁ ପରା ମେଡିକାଲ ଯାଇଥିଲୁ ଡକ୍ଟର କ'ଣ କହିଲେ ମୁଁ ବଞ୍ଚି ପାରିବିନି ଲୋ ମା। କାହିଁକି ଡକ୍ଟର କହିଲେ ମୋର ଗୋଟେ କିଡନୀ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଛି। ଅପରେସନ ପାଇଁ 5 ଲକ୍ଷ ଟଙ୍କା ଦରକାର। ଆରେ ଏତେ ଗୁଡ଼ା ଟଙ୍କା ମୁଁ କୋଉଠୁ ଆଣିବି ସେଇଥିପାଇଁ ତ କହୁଛି ମୋ ମରିବା ଦିନକୁ ଚିନ୍ତା ନ କରି ତୁ ଅପେକ୍ଷା କର। ହଁ ଅପେକ୍ଷା କର। ଭଗବାନ 5 ଲକ୍ଷ ଟଙ୍କା ମୁଁ କୋଉଠୁ ଆଣିବି କେମିତି ମୋ ପୁଅକୁ ବଞ୍ଚେଇବି କେମିତି କ'ଣ ହେଇଛି ମା ଆପଣ କାନ୍ଦୁଛନ୍ତି? ସେ କଥା ଶୁଣିଲେ ତୋ ଉପରେ ବଜ୍ର ପଡ଼ିଯିବ ବୋଉ। କ'ଣ ହେଇଛି ମା କହୁନାହାନ୍ତି କାହିଁକି?